ଛତୁକୁ ଟକ୍କର ଦେବ ବୋଇତାଳୁ ଫୁଲ, ଭାତରେ ପୁରା ଜମିଯିବ। ଏବେ ତ ବର୍ଷା ସିଜନ୍ ଚାଲିଛି, ବାଡ଼ି ବଗିଚାରେ ବୋଇତାଳୁ ଫୁଲ ପୁରା ଭରପୁର। ଚାଲନ୍ତୁ ସେଇ ବୋଇତାଳୁ ଫୁଲକୁ ନେଇ ବନେଇବା ଗୋଟିଏ ଖଟା ମିଠା ସ୍ପାଇସି ଆଇଟମ୍, ଯାହାକୁ ଆପଣମାନେ କେବେ ଆଗରୁ ବନେଇ ନଥିବେ। ନମସ୍କାର, ମୁଁ ବନିତା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ପରିପିହୁ କିଚେନ୍କୁ। ମୁଁ ଏଇ ରେସିପି ପାଇଁ ନେଇଛି ବୋଇତାଳୁ ଫୁଲ 30ଟା ବୋଇତାଳୁ ଫୁଲ ନେଇଛି, ଆଉ ବିଡ଼ାରେ 3 ବିଡ଼ା ନେଇଛି। ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ଏହି ରେସିପି ପାଇଁ ଯଦି ଆପଣମାନେ ଯଦି ବୋଇତାଳୁ ଫୁଲର କ୍ୱାଣ୍ଟିଟିଟା ଅଧିକ ରଖିବେ ତାହେଲେ ଆମର ରେସିପିଟା ବହୁତ ବଢ଼ିଆ ହେବ। ଏମାନେ ଆପଣ ଯେମିତି ବୋଇତାଳୁ ଫୁଲ ଫ୍ରେଶ୍ ବୋଇତାଳୁ ଫୁଲ ନେବେ, ବାସି ବୋଇତାଳୁ ଫୁଲ ନେବେନି, କାରଣ ବାସି ବୋଇତାଳୁ ଫୁଲ ରହିଲେ ତା ଦେହରେ ପୋକ ହୋଇଯିବାର ସମ୍ଭାବନା ଥାଏ। ଆମର ରେସିପିଟା ଭଲ ହେବନି। ତାକୁ ପ୍ରଥମେ କ'ଣ କରିବା, ବୋଇତାଳୁ ଫୁଲକୁ ତା'ର ଚାରିପାଖ ଯେଉଁ ଡେମ୍ଫ ଗୁଡ଼ା ଥିବ ସେ ଡେମ୍ଫ ଗୁଡ଼ାକୁ ଆମେ ଭଲ ଭାବରେ କାଢ଼ି ନେବା। ସବୁ ବୋଇତାଳୁ ଫୁଲକୁ ଭଲ ଭାବରେ ତାର ଚାରିପାଖରେ ଥିବା ଡେମ୍ଫ ଗୁଡ଼ାକୁ ବାହାର କରିନେବା। ଏଇ ଡେମ୍ଫ ଗୁଡ଼ାକୁ ଚାରିକଡ଼ରେ ଆମେ କାଢ଼ି ନେବା, କାରଣ ଏଇ ଡେମ୍ଫ ଗୁଡ଼ାକ ଆମ ତରକାରୀରେ ବ୍ୟବହାର କରିହେବ ନାହିଁ। ଏଇଭଳି ଭାବରେ ଡେମ୍ଫ ଗୁଡ଼ାକୁ କାଢ଼ି ନେବା, ଆଉ ଏଇଭଳି ସାହାଯ୍ୟରେ ଫୁଲକୁ ଆମେ ସେ ଗେଣ୍ଡୁରୁ ଅଲଗା କରିନେବା। ଆଉ ଯେଉଁ ହଳଦିଆ ପାର୍ଟଟା ଦେଖାଯାଉଛି ଆମେ ଆକୁ ଜମା ତରକାରୀରେ ବ୍ୟବହାର କରିବା ନାହିଁ। ଆଉ ତା'ର ଗେଣ୍ଡୁଟା ଆମେ ତରକାରୀରେ ପକାଇଲେ ତରକାରୀଟା ବହୁତ ବଢ଼ିଆ ଲାଗିବ। ଯେହେତୁ ଆମର ଖଟା ମିଠା ସ୍ପାଇସି ଆଇଟମ୍ଟେ କରିବା, ତା'ର ଗେଣ୍ଡୁଟା ପକାଇଲେ ଆମର ତରକାରୀଟା ବହୁତ ଭଲ ଆସିବ। ଆଉ ତା'ର ଯେଉଁ ନାଡ଼ ବା ଖାଡ଼ି ଅଂଶଟାକୁ ମଧ୍ୟ ତରକାରୀରେ ପକାଇଲେ ବହୁତ ଭଲ ଆସିବ। ଏଇଭଳି ଭାବରେ ମୁଁ ସବୁ ବୋଇତାଳୁ ଫୁଲକୁ ମାନେ ଛଡ଼େଇ ନେଇଛି। ତାପରେ ଏଇଭଳି ବସି ଛୋଟ ଛୋଟ ପିସ୍ କରିବେନି, ତାକୁ ପୁରା ମଝିରୁ ଦି ଗଡ଼ କରିକି ବଡ଼ ବଡ଼ କରିକି ଫୁଲଟାକୁ କାଟି ନେବେ। ଆମେ ଛୋଟ ପିସ୍ କଲେ ତରକାରୀରେ ପକାଇଲେ ଫୁଲଟା ପୁରା ମିଳେଇଯିବ। ସେଥିପାଇଁ ମୁଁ ଦି ଗଡ଼ କରିକି ବୋଇତାଳୁ ଫୁଲକୁ ଭଲ ଭାବରେ କାଟି ନେଇ ରଖିଦେଇଛି। ଦେଖନ୍ତୁ, ମୁଁ ତାକୁ ବୋଇତାଳୁ ଫୁଲ କାଟିକି ନେଇ ରଖିଦେଇଛି, ଆଉ ତା'ର ଯେଉଁ ଗେଣ୍ଡୁ ବା ନାଡ଼କୁ ସବୁ କାଟିକି ନେଇକି ମୁଁ ରଖିଛି। ତାକୁ ଭଲ ଭାବରେ ତାକୁ ପାଣିରେ ଧୋଇ ନେଇଛି, ଗେଣ୍ଡୁ ଆଉ ବୋଇତାଳୁ ଫୁଲକୁ। ତାପରେ ସେଥିପାଇଁ ତରକାରୀରେ ଆମେ ଯଦି ଆଳୁ ଗୋଟେ ପକାଇବା, ଆଳୁଟା ବି ବହୁତ ଭଲ ଲାଗିବ। ଏଇ ଆଇଟମ୍ରେ ମୁଁ ଗୋଟିଏ ଆଳୁ ବ୍ୟବହାର କରିଛି। ଆଉ ଆଳୁ ନ ପକାଇକି ଆପଣ ମଧ୍ୟ ଖାଲି ତିଆରି କରିପାରିବେ। ମୁଁ ସେଥିରୁ ଗୋଟିଏ ଆଳୁ ଚୋପା ଛଡ଼େଇକି ତାକୁ ଏଭଳି ଭାବରେ ଛୋଟ ଛୋଟ ପିସ୍ କରିକି କାଟି ନେଇଛି। ମାନେ ବେଶୀ ମୋଟା କରିବେନି କି ବେଶୀ ପତଳା କରିବେନି, ଏଇଭଳି ସାଇଜ୍ରେ ଯେମିତି ଆମେ ଆଳୁକୁ ଭାଜନ୍ତି ସେ ତା'ଠାରୁ ଟିକେ ବଡ଼ କରିକି ମୁଁ ସବୁ ଯାକ ଆଳୁକୁ କାଟି ନେଇଛି। ଦେଖନ୍ତୁ, ମୁଁ ଏଇଭଳି ଭାବରେ କାଟି ନେଇକି ଆଳୁକୁ ରଖିଦେଲି। ତାପରେ ସେଇ ଯେଉଁ ଫୁଲ ଗୁଡ଼ା ଯେଉଁ ମୁଁ ଛଡ଼େଇକି ରଖିଥିଲି ତାକୁ ଭଲ ଭାବରେ ବାଲି ଫାଲି ଥିବ ତାକୁ ଭଲ ଭାବରେ ତାକୁ ଧୋଇକି ଗୋଟେ ଷ୍ଟ୍ରେନର୍ ସାହାଯ୍ୟରେ ତାକୁ ରଖିଦେଲେ ସେ ପାଣି ଗୁଡ଼ା ସବୁ ଯେମିତି ନିଗିଡ଼ି ଯିବ। ଆଉ ଏପଟରେ ଗେଣ୍ଡୁ ଗୁଡ଼ା ଯେଉଁ କାଢ଼ିଥିଲି, ଗେଣ୍ଡୁ ଆଉ ନାଡ଼ିକି ତାକୁ ଭଲ ଭାବରେ ପାଣିରେ ତାକୁ ଧୋଇ ଦେଇକି ରଖିଥିଲି। ଚାଲନ୍ତୁ ସେ ରେସିପି ପାଇଁ ଗୋଟେ ମସଲା ପ୍ରସ୍ତୁତ କରିବା। ନେଇଛି ଧଳା ସୋରିଷ ନେଇଛି ମୁଁ 1 ଚାମଚ, କଳା ସୋରିଷ 1 ଚାମଚ, 2ଟା ଶୁଖିଲା ଲଙ୍କା ଆଉ ଜିରା ଅଳ୍ପ 1 ଚାମଚ ନେଇଛି। ତାପରେ ପକାଇ ଦେଇଛି 4-5 କୋଲା ରସୁଣ ପକାଇଛି, 1 ଚାମଚ ହଳଦୀ ପକାଇଛି, ଆଉ ଅଳ୍ପ କିଛି ଲୁଣ ପକାଇଛି। ଏଇ ମସଲାରେ ଯଦି ଆପଣ ହଳଦୀ ପକାଇକି ଗ୍ରାଇଣ୍ଡିଙ୍ଗ କରୁଛନ୍ତି ତାହେଲେ ମସଲାଟା ଆମର କେବେ ବି ପିତା ହେବ ନାହିଁ। ଆଉ ରେସିପି ବନେଇବା ପୂର୍ବରୁ ଅଧଘଣ୍ଟେ ପୂର୍ବରୁ ଆମେ ମସଲାଟାକୁ ଗ୍ରାଇଣ୍ଡିଙ୍ଗ କରି ରଖିଲେ ଆମ ମସଲାଟା କେବେ ବି ପିତା ଲାଗିବନି। ତାପରେ କଡ଼େଇ ବସାଇକି ଅଳ୍ପ କିଛି ସୋରିଷ ତେଲ ପକାଇକି କଳା ସୋରିଷ ଅଳ୍ପ କିଛି ପକାଇକି ମୁଁ ଫୁଟାଇ ନେଲି। ତାପରେ କାଟିକି ରଖିଥିବା କଞ୍ଚା ଲଙ୍କା ପକାଇକି ହାଲକାକି ଭାଜି ନେବା। ତାପରେ ଗୋଟେ ଏଠି ମିଡ଼ିୟମ୍ ସାଇଜ୍ରେ ପିଆଜକୁ ପକାଇକି ମୁଁ ହାଲକା ଭାବରେ ଭାଜି ନେଇଛି। ମାନେ ପିଆଜ ଟିକେ ମଉଳି ଆସିଲା ପରେ ମୁଁ ଏଠି କାଟିକି ରଖିଥିବା ଆଳୁକୁ ପକାଇକି ମଧ୍ୟ ଭାଜି ନେଲି, କିଛି ସମୟ ପାଇଁ ଭାଜି ନେଲି। ଦେଖନ୍ତୁ, ଏଠି ଟିକେ ଖାଲି ହାଲକା ଭାବରେ ଦେଖନ୍ତୁ କେମିତି ପିଆଜ ମଉଳି ଆସିଲା ପରେ ମୁଁ ଏଠି ଛୋଟ ଛୋଟ କରି ଯେଉଁ ଆଳୁ ରଖିଥିଲେ ତାକୁ ଧୋଇକି ପକାଇ ଦେଇଛି। ଏଥିରେ ଲୁଣ ହଳଦୀ କିଛି ନ ପକାଇକି କିଛି ସମୟ ପାଇଁ ମୁଁ ଘୋଡ଼େଇକି ମୁଁ ଆଳୁଟାକୁ ଭାଜି ନେଇଛି। ଏଇ ରେସିପିରେ ମୁଁ ସବୁ ଆଇଟମ୍ ପକାଇକି ଟିକେ ଟିକେ ଘୋଡ଼େଇକି ନେଇଛି, ଯେହେତୁ ମୁଁ ଏଥିରେ କିଛି ପାଣି କି ଆଉ ଅନ୍ୟ କିଛି ବ୍ୟବହାର କରୁନି, ସେଥିପାଇଁ ତାକୁ ଘୋଡ଼େଇକି ଭାଜି ନେଲି। ଦେଖନ୍ତୁ, ଆଳୁଟା ଟିକେ ହାଫ୍ ବଏଲ୍ ହେଇଯାଇଥିବ, ବେଶୀ ସିଝି ନଥିବ। ତାପରେ ମୁଁ କାଟିକି ରଖିଥିବା ସେ ଖାଡ଼ି
ଆଉ ଗେଣ୍ଡୁ ମାନେ ଯେଉଁ ଫୁଲର ନାଡ଼ ଆଉ ଗେଣ୍ଡୁକୁ ପକାଇକି ହାଲକା ଭାବରେ 5 ମିନିଟ୍ ପାଇଁ ଭାଜି ନେଲା ପରେ ମୁଁ ତାକୁ 2 ମିନିଟ୍ ପାଇଁ ଘୋଡ଼େଇ ନେଇଛି। ଦେଖନ୍ତୁ ଘୋଡ଼ା କାଢ଼ି ଦେଖିଲା ବେଳକୁ ଟିକେ ନାଡ଼ିଟା ଆମର ଯେହେତୁ ନାଡ଼ିଟା ପୁରା ପତଳା ଅଛି, ହାଲକା ଭାବରେ ସିଝି ଯାଇଛି। ତାପରେ ମୁଁ ଏଠି ଆଡ଼୍ କରିଛି ଗୋଟିଏ ବଡ଼ ସାଇଜ୍ରେ ଟମାଟୋଟା ମୁଁ ଯେହେତୁ କହିଥିଲି ଖଟା ମିଠା ପୁରା ସ୍ପାଇସି ହେବ, ଖଟା ଟିକେ ଲାଗିବ, ଭଲ ଲାଗିବ, ସେଥିପାଇଁ ମୁଁ ଏଠି ଗୋଟେ ବଡ଼ ସାଇଜ୍ର ଟମାଟୋ ପକାଇ ତାକୁ କିଛି ସମୟ ପୁରା ତାକୁ ଏପଟ ସେପଟ କରିଦେଇ 2 ମିନିଟ୍ ପାଇଁ ପୁଣି ଢାଙ୍କିଦେଲି, ପୁରା ଘୋଡ଼େଇ ଦେଲେ ବିଲାତିଟା ଆମର ଦେଖନ୍ତୁ ସିଝି ଯାଇଛି, ଆଳୁ ମଧ୍ୟ ପୁରା ସିଝି ଯାଇଛି। ଏପଟେ ଯେଉଁ ବାଟିକି ରଖିଥିଲି ଯେଉଁ ମସଲାଟାକୁ ତାରି ଉପରେ ଦେଇକି ମୁଁ ଅଳ୍ପ ସେ ଯେଉଁ ଗ୍ରାଇଣ୍ଡର ଜାର୍ ଧୋଇକି ଅଳ୍ପ ପାଣି ଦେଇକି ତାକୁ 5 ମିନିଟ୍ ପାଇଁ ଘୋଡ଼େଇ ନେଲି। ଦେଖନ୍ତୁ କେତେ ସୁନ୍ଦର ଭାବରେ ସବୁ ସିଝି ଯାଇଛି। ତାପରେ କାଟିକି ରଖିଥିବା ସେ ଫୁଲକୁ ପକାଇଦେଲି, ଫୁଲକୁ ପକାଇ ଦେଇକି 5 ମିନିଟ୍ ପାଇଁ ମୁଁ ଘୋଡ଼େଇ ଦେଲି। ଦେଖନ୍ତୁ ତାପରେ ସେ ଫୁଲରୁ କେମିତି ପାଣି ବାହାରିକି ଆମର ଗ୍ରେଭିଟା ପାଣିଆ ହେଇଯାଇଛି। ତାପରେ ଆପଣଙ୍କୁ ଯଦି ବେଶୀ ଗ୍ରେଭି ଦରକାର ତାହେଲେ ଆପଣ ଟିକେ ପାଣି ଦେଇପାରିବେ। ତାପରେ ଦେଖନ୍ତୁ ମୁଁ 2 ଚାମଚ 2ଟି ପକାଇ ଦେଇଛି, ଏଠି ଆମ୍ବୁଲ ପକାଇ ଦେଇଛି ଟିକେ ଖଟା ଲାଗିବା ପାଇଁ, ଆଉ କିଛି ବିରିରେ ତିଆରି ବଢ଼ିକି ପକାଇ ଦେଇଛି। ତାପରେ 1 ଚାମଚ ମୁଁ ଏଠି ପକାଇଛି ଗରମ ମସଲା, ଯାହାଫଳରେ ଆମ ରେସିପିଟା ବହୁତ ଭଲ ଲାଗେ। ବଢ଼ି ଏଠି ଅପସନାଲ୍ ଅଛି, ଆପଣ ଚାହିଁଲେ ବଢ଼ି ପକାଇ ପାରିବେ, ନ ବି ପକାଇ ପାରିବେ। କିନ୍ତୁ ଦେଖନ୍ତୁ ତରକାରୀଟା ଆମର କେତେ ସୁନ୍ଦର ଭାବରେ ହେଇଯାଇଛି। ତାପରେ ଲାଷ୍ଟରେ ଆପଣ କ'ଣ କରିବେ ନା 1 ଚାମଚ କଞ୍ଚା ସୋରିଷ ତେଲ ପକାଇବେ। ଏଠି ସୋରିଷ ତେଲ ପକାଇଲେ ଆମର ଏଇ ରେସିପିଟା ବହୁତ ବଢ଼ିଆ ଆସିବ। ସୋରିଷ ତେଲ ପକାଇ ତାପରେ ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିନେବେ। ଦେଖିବେ ଏ କେତେ ସୁନ୍ଦର ଲାଗିବ, ଭାତରେ ଖାଇବେ ବହୁତ ବଢ଼ିଆ ଲାଗିବ। ପାଇଁ ରହୁଛି, ମୁଁ ପୁଣି ଆସିବି ଆଉ ଗୋଟେ ନୂଆ ରେସିପି ସହିତ। ସେତେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ। ମୋର ଏଇ ରେସିପିଟି କେମିତି ଲାଗିଲା ପ୍ଲିଜ୍ କମେଣ୍ଟରେ ଜଣାଇବେ। ଯଦି ଆପଣମାନେ ଆଉ କିଛି ନୂଆ ରେସିପି ପାଇଁ ଦେଖିବା ପାଇଁ ଚାହୁଁଛନ୍ତି ପ୍ଲିଜ୍ରେ କମେଣ୍ଟରେ ଲେଖନ୍ତୁ, ମୁଁ ଆପଣଙ୍କ ପାଇଁ ନୂଆ ରେସିପି ନେଇ ଆସିବି।